ଆଜିର ଲଞ୍ଚରେ ଅରୁଆ ସରୁ ଅରୁଆ ସେ ପୁଣି ଅନ୍ନପୂର୍ଣ୍ଣା ପତ୍ର ପଡ଼ିକି ତା ସହିତ କାଠୁଆ କାଠୁଆ ଡାଲମା ବାଡ଼ିଆ ଡାଲମା ନୁହଁ ନର୍ମାଲ ଡାଲମା ଆଉ ପାଗ ପାଣି ହେବନି ସେ ଅରୁଆରେ ଚଳିବନି ଜିରା ଲଙ୍କା ଗୁଣ୍ଡ ଲେମ୍ବୁ ଫେମ୍ବୁ ଦିଆ ହେଇକି ଗୋଟେ ପାଗ ପାଣି କାକୁଡ଼ି ଆଉ ଡାଲମା ଆଳୁ ଆସିକି ଏଥିରେ ଚକଟା ହେବ ପାମ୍ପଡ଼ ମୋ ଫେଭରାଇଟ୍ ଶ୍ରୀରାମ ପାମ୍ପଡ଼ ଆଳୁ କଦଳୀ ଭଜା ଆଉ ତା ସହିତ ଦେଶୀ ଆମ୍ବ ଆଳୁ ଦେ ଏଥିରେ ଏଇଟା ଗୋଟେ ଚକଟା ଚକଟି ନହେଲେ ଅରୁଆ ଭାତ ଗୁଣ୍ଡାଏ ଖାଇକି ଏଥିରୁ ଟିକେ ଖାଇଦେଲେ ନା ଲଙ୍କା ପଛରେ ଚକଟିବି ପାଟିରେ ପିତା ହେଇଗଲା କ'ଣ ଖାଇଲୁ କେଜାଣି କେତେ ସାରା ଆଳୁ ଅଛି ବାବା ମୁଁ ଆଣିଛି ଏ ଲେମ୍ବୁରେ ଟିକେ ପାଣି ଅଛି ମୋ ଝିଅ କାଲି ରାତିରେ ବୋଧେ ଗୋଟେ ଲେମ୍ବୁ କାଟିଦେଲା ଟିକେ ପାଣି କାହିଁ ସେଥିରୁ ବାହାରିଥାନ୍ତା ଏଥିରେ ଅଛି ଏଥିରେ ଦେବି ଟିକେ ଭାତରେ ଓହୋ ହେଇଗଲା ବଳ ନାହିଁ କାକୁଡ଼ି ଟିକେ ରାମ୍ପିକି ପକେଇଲେ ତାର ବାସ୍ନା କାକୁଡ଼ି ଫ୍ରିଜରେ ରହିଲା କ'ଣ ବୁଢ଼ା ହେଇଯାଉଛି ଡାଲମାରେ ଯାହା ପରିବା ଥିଲା ପଡ଼ିଛି ମେନ୍ ଜିନିଷ ମୋର ଡାଲମାରେ ନଥିଲା ସେଇଟା ହେଉଛି ଅମୃତଭଣ୍ଡା ଆଜି ଆଳୁ ବାଇଗଣ କଖାରୁ ସାରୁ ପୋଟଳ ଝୁଡ଼ଙ୍ଗ ସବୁ ପକେଇ ଦେଇଛି ଆଗ ପାଣିଟା ଟିକେ ଚାଖିବା ଲଙ୍କା ଚକଟା ହବ କି ଚକଟ କଞ୍ଚା ଜିରା ଲଙ୍କା ଗୁଣ୍ଡ ବାସ୍ନା ହେଉଛି ଯେ କଞ୍ଚା ଲଙ୍କା ଦଳି ଦେଲେ ଆମେ ଦଳି ଦେଲେ କହୁନା ଏଇ ଭିଡ଼ିଓ ଦେଖି ମୁଁ ଦଳା ପାଗ ଦଳା ଦଳି କହୁଛେ ଆମେ ଚକଟା ଚକଟି କହୁ ନା ଆମର କେଉଁ ଚକଟା ଚକଟି ରାଗ ହେଇଗଲା ଚଳିବ ନା ଭଲ ହେଇଛି ଡାଲମା ପ୍ରବଳ ଭୋକ ବହୁତ ଦିନ ପରେ ଅରୁଆ ମୋ ଫେଭରାଇଟ୍ ପୋଟଳ ବଢ଼ିଆ ଲାଗୁଛି ଡାଲମାଟା ଭଜା ଖା ଆମ ଭିଡ଼ିଓ ଦେଖୁଛନ୍ତି କିନ୍ତୁ କେହି ପେଜ୍କୁ ଫଲୋ କରୁନାହାନ୍ତି କି ଲାଇକ୍ କରୁନାହାନ୍ତି କରନ୍ତୁ ପ୍ଲିଜ୍ କରନ୍ତୁ ପ୍ଲିଜ୍ ଆମ ଭିଡ଼ିଓକୁ ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରିବେ ଆଉ ପେଜ୍କୁ ଫଲୋ କରିବେ କଦଳୀ ଭଜା ଟିକେ ବଢ଼ିଆ ଲାଗୁଛି ଅରୁଆ ଡାଲମା ସହିତ ସତରେ କିଛି ନାହିଁ ଖାଲି ପାଗ ପାଣି ଟିକେ କାକୁଡ଼ି ଫାକୁଡ଼ି କିଛି ଦରକାର ନାହିଁ ସେଇ ଡାଲମାରୁ ଆସିବ ସେଇ ଡାଲମାରୁ ଆସିକି ଚକଟା ହେବ ନା ପାମ୍ପଡ଼ ଫାମ୍ପଡ଼ ଭଜା ଅଧିକାଂଶ ଆମ୍ବ ମିଠା ଅଛି ଆମ୍ବ ଟିକେ ଶୁଖିଲା ଶୁଖିଲା ହେଇଯାଇଛି କହିବାର ପେସେନ୍ସ ପ୍ରବଳ ମିଠା କଲର୍ରୁ ଜାଣିପାରୁଥିବ କେତେ ମିଠା ଲାଗୁଥିବ ଆଜି ଖାଇବାଟା ତାହେଲେ ଜମିଗଲା ନା ଆକ୍ଚୁଆଲି ନାଡ଼ି ସରିଯାଇଛି ନା ନାଡ଼ି ସରିଯାଇଛି ମୋ ଝିଅର ଟିକେ ନାଡ଼ି ପକାଇଲେ ଭଲ ଲାଗେ ଆଉ ମୋ ସାଙ୍ଗ ଯାଇଛନ୍ତି ପୁରୀ ତାଙ୍କ ଘର ପୁରୀ ମୁଁ କହିଛି ମୋ ପାଇଁ ନାଡ଼ି ଆଣିବ
ରାଗ ହେଇଗଲା। ମୁଁ ଆଉଥରେ ବୁଲେଇ ଦେଉଛି। ଏଇଟା ହେଉଛି ଆଜି ଆମର ଲଞ୍ଚ। ଗୋଟେ ଲାଇକ୍ କରିବେ, ଆମ ପେଜ୍କୁ ଫଲୋ କରିବେ। ରହୁଛୁ। ଜୟ ଜଗନ୍ନାଥ।